7 ମାସର ନିରୀହ ଶିଶୁ ଯକୃତ କର୍କଟ ରୋଗରେ ପୀଡ଼ିତ। ସରକାରୀ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ବାପା ମା। ଅନୁଗୁଳ ଜିଲ୍ଲା ଅନୁଗୁଳ ବ୍ଲକ ନିକଟ ଶାବଳଭଙ୍ଗା ଗ୍ରାମ ବେହେରା ସାହିର 7 ମାସର ନିରୀହ ଶିଶୁ ଯକୃତ କର୍କଟ ରୋଗରେ ପୀଡ଼ିତ ନେଇ ସରକାରୀ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାପା ମା। ନିରୀହ ଶିଶୁଟି ହେଲେ ସାଗର ବେହେରାଙ୍କ 7 ମାସର ଶିଶୁ ତନ୍ମୟ ବେହେରା। ନିରୀହ ଶିଶୁଟି ଜନ୍ମ ପରେ ପରିବାରରେ ହସ ଖୁସିର ଲହରୀ ଖେଳି ଯାଇଥିଲା, କିନ୍ତୁ ଏହି ଖୁସି ବେଶୀ ଦିନ ରହିପାରିଲା ନାହିଁ ପରିବାରରେ। ଜନ୍ମର 2.5 ମାସ ପରେ ଭାଗ୍ୟ ଡୋରି ଛିଡ଼ିଲା ପରି ଶିଶୁଟି ପେଟ ବେମାରରେ ପୀଡ଼ିତ ହୋଇ ସମ୍ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥିଲା। ଡାକ୍ତରଙ୍କଠାରୁ ରିପୋର୍ଟ ଶୁଣି ମୁଣ୍ଡରେ ଚଡ଼କ ପଡ଼ିଯାଇଥିଲା କି ଶିଶୁଟି ଲିଭର କ୍ୟାନ୍ସର ହୋଇଛି। ପ୍ରାୟ 15 ଦିନର ଚିକିତ୍ସା ପରେ ଚିକିତ୍ସା ଅର୍ଥ ସଙ୍କଟ ସାଜିଥିଲା। ଶେଷରେ ନିରୁପାୟ ହୋଇ ପରିବାରବର୍ଗ କଟକ ଏସ୍ସିବି ଶିଶୁ ଭବନକୁ ସ୍ଥାନାନ୍ତରିତ କରାଇଥିଲେ। ପ୍ରାୟ 1 ସପ୍ତାହ ଚିକିତ୍ସା ପରେ ଦେବଦୂତ ସାଜି ପାଖରେ ପହଞ୍ଚିଥିଲେ HRDF ଇଣ୍ଡିଆ ସଂସ୍ଥାର ଅସହାୟ ପ୍ରେମୀ ଦୁଃଖ ବନ୍ଧୁ ବିଶ୍ୱାଳ। କିଛି ଆର୍ଥିକ ସାହାଯ୍ୟ କରିବା ସହିତ ତାଙ୍କ ନେତୃତ୍ୱରେ ଦିଲ୍ଲୀ ଏମ୍ସ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ଶିଶୁର ସ୍ୱାସ୍ଥ୍ୟ ଉନ୍ନତି ପରେ ପରିବାର ଲୋକେ ଘରକୁ ଫେରିଥିଲେ। ଦ୍ୱିତୀୟ ଥର ଦିଲ୍ଲୀ ଯାଇ ଚିକିତ୍ସା କରାଇବା ପରିବାର ଲୋକେ ଅସମର୍ଥ ହେବାରୁ ଆଜି ଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲାପାଳ ଆର୍ଥିକ ସହାୟତା ବାବଦକୁ 2500 ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏବେ କଥା ରହିଲା କି ପରିବାର ଲୋକେ ଦିଲ୍ଲୀ ଯାଇ ଚିକିତ୍ସା କରାଇବେ କେମିତି। ଶେଷରେ ପରିବାର ବର୍ଗ ପୁଅର ଚିକିତ୍ସା ପାଇଁ ଜନସାଧାରଣ ଓ ମୁଖ୍ୟମନ୍ତ୍ରୀଙ୍କୁ ନେହୁରା ହୋଇଛନ୍ତି। ସାଗର ବେହେରା। କ'ଣ ଅସୁବିଧା ହେଇଛି ଆଜି ଆପଣ ଆସିଛନ୍ତି କଲେକ୍ଟର? ମୋର ପୁଅର ଯେତେବେଳେ 3 ମାସ ହେଇଥିଲା ସେ ସମ୍ ହସ୍ପିଟାଲରେ ଟ୍ରିଟମେଣ୍ଟ ହେଉଥିଲା। ସେଠି ଡକ୍ଟରମାନେ କହିଲେ ଯେ ୟାକୁ ଲିଭର କ୍ୟାନ୍ସର ହେଇଛି, ସେ ଛୁଆ ଆଉ ବଞ୍ଚିପାରିବନି। ସେଠୁ ସେ କହିଲେ ତୁମେ ଛୁଆକୁ ନେଇଯାଅ, ସେ ଛୁଆ ଆଉ ବଞ୍ଚିବନି। ଯେତେବେଳେ ଛୁଆର 3 ମାସ ହେଇଥିଲା, ତାପରେ ତାକୁ ଆମେ ଶିଶୁ ଭବନ ନେଇ ଆସିଥିଲୁ। ଯେହେତୁ ଅର୍ଥ ଅଭାବ ଅନ୍ୟ କୌଣସି ପ୍ରାଇଭେଟ୍ ହସ୍ପିଟାଲରେ ଦେଖାଇ ପାରିବୁନୁ। ସେଠୁ ଛୁଆ ଟିକେ ସେଠି ବି ସେମାନେ ବି କହିଲେ ଯେ ଛୁଆକୁ ଆମେ ସିନା ଏଠି ରଖିଛୁ, ହେଲେ ଆମେ ୟାକୁ ଠିକ୍ କରିପାରିବୁ ନାହିଁ। ଶେଷରେ ଆମେ HRDF ଇଣ୍ଡିଆ ଦୁଃଖ ଭାଇଙ୍କ ଜରିଆରେ ଆମେ ତା ଛୁଆଟିକୁ ଦିଲ୍ଲୀ ନେଇଥିଲୁ। ସେଠି ଟ୍ରିଟମେଣ୍ଟ 2 ମାସ କାଳ ଟ୍ରିଟମେଣ୍ଟ ପରେ ଛୁଆ ଟିକେ ସୁସ୍ଥ ହେଇ ଆସିଛି, କିନ୍ତୁ ଛୁଆକୁ ସେ ଆଉ ଥରେ ରିଚେକଅପ୍ ପାଇଁ ଦିଲ୍ଲୀ ଡକାଇଛନ୍ତି। ପ୍ରାୟ କେତେ ଟଙ୍କାର ତୁମର ଖର୍ଚ୍ଚ ହେବାର ବୋଲି ଦିଲ୍ଲୀ ପକ୍ଷରୁ ସୂଚନା ଆସିଛି? ପାଖାପାଖି ଆମର 2 ରୁ 2.5 ଲକ୍ଷ ଭଳିଆ ସେ ଖର୍ଚ୍ଚ ହେଇଛି। ସେଥିପାଇଁ ଜିଲ୍ଲାପାଳଙ୍କୁ କିଛି ଅର୍ଥ ସହାୟତା ପାଇଁ ଆମେ ଆସିଥିଲୁ, କିନ୍ତୁ ସେ ଆମକୁ 2500 ଟଙ୍କାର ଗୋଟେ ଚେକ୍ ଦେଇଛନ୍ତି, ଯାହାକି କୌଣସି କାମକୁ ନୁହେଁ। କେତେ ଆବଶ୍ୟକ ଥିଲା ଆପଣ ଭାବୁଥିଲେ? ନାଇଁ, ଆବଶ୍ୟକ ତ ବହୁତ ଅଛି, ହେଲେ ଯେତିକି ବି କିଛି ବହୁତ ଆଶା ନେଇକି ଆସିଥିଲୁ ଯେ ଏଠୁ କିଛି ମିଳିବ ବୋଲି, ହେଲେ ଦେଖିଲା ବେଳକୁ ସେ 2500 ଟଙ୍କାର ଗୋଟେ ସହାୟତା ରାଶି ଆମକୁ ଦେଇଛନ୍ତି। ଏବେ କ'ଣ ଚାହୁଁଛନ୍ତି ଆପଣ? ଆଉ କିଛି ଆମକୁ ଟିକେ ସାହାଯ୍ୟ ଦେଲେ, ଆମେ ଆଉ କଲେକ୍ଟର ସାର୍ ଆମକୁ ଆଉ କିଛି ସାହାଯ୍ୟ ଦେଲେ, ତାପରେ ଆଉ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଆମକୁ କିଛି ଅର୍ଥ ସହାୟତା ମିଳିଲେ, ସେ ପୁଣି ଥରେ ମୁଁ ଏଇ ଜାନୁଆରୀ ମାସରେ ତାକୁ ନେଇ ପୁଣି ଥରେ ରିଚେକ୍ କରି ଯାହା ବି କିଛି ପୁଣି ଥରେ ଥିବ ତାକୁ ଆଉ ଥରେ ଟ୍ରିଟମେଣ୍ଟ କରିବି ବୋଲି ଭାବିଛି। नमस्कार, जय जगन्नाथ। HRDF इंडिया मो दुख बंधु विशाल आज्ञा आम आज आसिक पहुँचलु अनुगुल जिलापाल पाखे। तो ये होचंती सागर बेहेरा, या पुओ तन्मय बेहेरा। तो या पुओर आज्ञा लिवर कैंसर, जहाँकि आमर एम्स रे ट्रिटमेंट होते। शिशु भवन रु दिल्ली गले। दिल्ली जावापर HRDF इंडिया एवं ओडिशावासी समस्त समाजसेवी भाई भौणी तरफ साहाय्य सहयोग करने ट्रिटमेंट होगी आसी पुणी दिल्ली जीवे। तो आमर HRDF इंडिया तरफ प्रशासन को आम अवगत करूँ, मेल ग्रीभांस ट्वीट मध्यम अवगत करूँ कि तन्मय बेहेरा जो कुनी पुओटी अच्छी आर्थिक सहायता दि जाऊ बोली। आज आमको आज्ञा डाकी जे तुम्हें आस आसिक चेक देकी जीव। तो आम आसिक देखला जना पड़ा जे 2500 टंकार चेक टे देते। तो आज्ञा 2500 टଙ୍କା गोटे गरीब लोकटे 2500 टଙ୍କା देकी से किभली जीव, से दिल्ली जीवे ट्रिटमेंट होगापाई। आज्ञा 2500 टଙ୍କା आजिकल कौन आलू पियाज मिलूँ 2500 टଙ୍କା 2500 टଙ୍କା केमी मिल। एणु आम प्रशासन को अनुरोध करुँ, मुख्यमंत्री को अनुरोध करुँ
जिला प्रशासन को आउ थे आम अनुरोध करुँ कि तन्मय बेहेरा जी को कुनी पुअटी अच्छी आर्थिक सहायता दि जाऊ मुख्यमंत्री रिलीफ फंड आर्थिक सहायता दिगले पुअटी सुस्थ हम दिल्ली आउ थे जाकि उत्तम चिकित्सा मिल पार एणु आम बारंबार नवेदन करुँ मुख्यमंत्री को जिला प्रशासन को सरकार को तन्मय बेहेरा को आर्थिक सहायता जोगाई दि जाऊ एवं ओडिशावासी को भी अनुरोध करुँ समस्ते गोटे टंका हो तन्मय बेहेरा को साहाय्य सहयोग करने आम हाथ जोड़ी नवेदन करुँ। जय जगन्नाथ।